ଭଗବାନ ସୂର୍ଯ୍ୟନାରାୟଣ ଦ୍ୱାଦଶ ରାଶିଚକ୍ରର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗମନ କଲେ ସଂକ୍ରାନ୍ତି କୁହାଯାଇଥାଏ। ଚଳିତ 2025 ମସିହା ଜୁଲାଇ ମାସ 16 ତାରିଖ ବୁଧବାର ପ୍ରାତଃ 5:40 ସମୟରେ ସୂର୍ଯ୍ୟ ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ ଏବଂ ଏହି ଜୁଲାଇ ମାସ 16 ତାରିଖ ବୁଧବାର ଦିନ କର୍କଟ ସଂକ୍ରାନ୍ତିର ଉତ୍ସବ ପାଳନ କରାଯିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସୂର୍ଯ୍ୟଙ୍କୁ ଗ୍ରହ ଜଗତର ରାଜା ବୋଲି ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥିବା ବେଳେ ବୈଦିକ ଜ୍ୟୋତିଷଶାସ୍ତ୍ର ସୂର୍ଯ୍ୟଙ୍କୁ ଆତ୍ମା, ପିତା, ସମ୍ମାନ, ପଦପଦବୀ ଏବଂ ସରକାରୀ କାର୍ଯ୍ୟର କାରକ ଗ୍ରହ ରୂପେ ଦର୍ଶାଇଥାଏ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ସମଗ୍ର ରାଶି ଚକ୍ରକୁ ଗଭୀର ଭାବେ ପ୍ରଭାବିତ କରିବା ସହିତ ବ୍ୟକ୍ତିର ଜୀବନରେ ମଧ୍ୟ ବଡ଼ ପ୍ରଭାବ ପକାଇଥାଏ। ତେଣୁ ସନାତନୀ ହିନ୍ଦୁ ଜଗତରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନର ଦିନ ସଂକ୍ରାନ୍ତିର ଦିନକୁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ। ବର୍ଷକରେ 12 ଗୋଟି ସଂକ୍ରାନ୍ତି ପଡ଼ୁଥିବା ବେଳେ ତନ୍ମଧ୍ୟରୁ 2 ଗୋଟି ସଂକ୍ରାନ୍ତିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ଗୋଟିଏ ହେଲା ମକର ସଂକ୍ରାନ୍ତି ତ ଆଉ ଗୋଟିଏ ହେଲା କର୍କଟ ସଂକ୍ରାନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେଉଥିବା ବେଳେ କର୍କଟ ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହୋଇଥାଏ ତଥା ଏହି ଦିନଠାରୁ ବର୍ଷା ଋତୁର ମଧ୍ୟ ପ୍ରାରମ୍ଭ ହୋଇଥାଏ। ସନାତନୀ ହିନ୍ଦୁ ଧର୍ମରେ ସଂକ୍ରାନ୍ତି ଦିନକୁ ସ୍ନାନ, ଦାନ, ପୂଜାପାଠ ଓ ପୁଣ୍ୟର ଦିନ ବୋଲି ଗ୍ରହଣ କରାଯାଇଛି। ଜୁଲାଇ ମାସ 16 ତାରିଖ ବୁଧବାର ଦିନ କର୍କଟ ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ଏହି ଦିନ ସକାଳ 6:11 ଠାରୁ ସନ୍ଧ୍ୟା 5:40 ପର୍ଯ୍ୟନ୍ତ କର୍କଟ ସଂକ୍ରାନ୍ତିର ପୁଣ୍ୟକାଳ ବୋଲି ସ୍ଥିରୀକୃତ ହୋଇଅଛି। ସେହିପରି କର୍କଟ ସଂକ୍ରାନ୍ତିର ମହାପୁଣ୍ୟକାଳ ଅପରାହ୍ନ 3:34 ଠାରୁ ସନ୍ଧ୍ୟା 5:40 ପର୍ଯ୍ୟନ୍ତ ରହୁଅଛି। କର୍କଟ ସଂକ୍ରାନ୍ତିର ମହତ୍ତ୍ୱ ଜାଣିବାକୁ ଗଲେ ଜଣାଯାଏ, ମାନ୍ୟତା ଅନୁସାରେ ଦେବଶୟନୀ ଏକାଦଶୀ ଠାରୁ କର୍କଟ ସଂକ୍ରାନ୍ତିର ଦେବତା ଭଗବାନ ବିଷ୍ଣୁ 4 ମାସ ପାଇଁ ନିଦ୍ରା ଯାଇଥାନ୍ତି। ଭଗବାନ ବିଷ୍ଣୁଙ୍କର ଏହି ନିଦ୍ରା ଯିବା କାଳରେ ସମଗ୍ର ଆର୍ଯ୍ୟାବର୍ତ୍ତରେ ବିବାହ, ବ୍ରତ, ଗୃହ ନିର୍ମାଣ ଓ ଗୃହ ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟ ସବୁ ବର୍ଜିତ ହୋଇଥାଏ। ଚାତୁର୍ମାସ୍ୟାର ଏହି 4 ମାସ ଭଗବାନ ବିଷ୍ଣୁଙ୍କର ପୂଜା ଆରାଧନାରେ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ଲାଭ ହୋଇଥାଏ। ଜାଣିବା କର୍କଟ ସଂକ୍ରାନ୍ତିର ବିଶେଷ ପୂଜାର ବିଧି ଓ ବିଧାନ ସମ୍ପର୍କରେ। ପ୍ରଥା ଅନୁଯାୟୀ କର୍କଟ ସଂକ୍ରାନ୍ତି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ପବିତ୍ର ନଦୀ, ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କାର୍ଯ୍ୟ ସମାପନ କରିବା ପରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯିବାର ବିଧି ରହିଅଛି। ଏହାପରେ ସୂର୍ଯ୍ୟଙ୍କର ମନ୍ତ୍ର ଜପ, ପାଠ ଏବଂ ସୂର୍ଯ୍ୟଙ୍କର ପ୍ରିୟ ମହାମନ୍ତ୍ର ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବାର ବିଧି ରହିଅଛି। ଭଗବାନ ବିଷ୍ଣୁଙ୍କର ମନ୍ତ୍ର ବିଷ୍ଣୁ ସହସ୍ରନାମ ମଧ୍ୟ ପାଠ କରାଯାଏ। ଏହା ଦ୍ୱାରା ଶ୍ରଦ୍ଧାଳୁ ଭକ୍ତଙ୍କୁ ଭଗବାନ ସୂର୍ଯ୍ୟଦେବ ଓ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ମଧ୍ୟ ହୋଇଥାଏ। ପୁନଶ୍ଚ ଏହି ଦିନ ବ୍ରାହ୍ମଣ ଓ ଅଭାବୀ ଲୋକଙ୍କୁ
ଅନ୍ନ ବସ୍ତ୍ର ଧନ ପ୍ରଭୃତି ଦାନ ଆକାରରେ ପ୍ରଦାନ କଲେ ଦାତାର ଦୁଃଖ ଦୂର ହୋଇ ଘରେ ଅନ୍ନ ବସ୍ତ୍ର ଓ ଧନର ଅଭାବ ରହେ ନାହିଁ। ଭଗବାନ ସୂର୍ଯ୍ୟଦେବ ଓ ଭଗବାନ ବିଷ୍ଣୁଙ୍କର କୃପାରୁ ଶରୀର ନିରୋଗ ରହିବା ସହିତ ରୋଗରେ ପଡ଼ିଥିଲେ ରୋଗରୁ ଆରୋଗ୍ୟ ଲାଭ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।